ମଣିଷର ଜୀବନ ସଦାସର୍ବଦା ଟଙ୍କା ରୋଜଗାର ଓ ପରିବାର ପ୍ରତିପୋଷଣ ଭବିଷ୍ୟତ ପାଇଁ ସଞ୍ଚୟରେ ବିତିଯାଏ। ମଣିଷ କେବଳ ଖଟେ ଅର୍ଥ କମେଇ ନିଜକୁ ସମାଜରେ ପ୍ରତିଷ୍ଠା ଲାଭ କରିବାକୁ। ଦିନରାତି କେବଳ ଟଙ୍କା ପଛରେ ଧାଇଁଥାଏ, ହେଲେ ଶେଷରେ ପାଏ କ'ଣ? ଇହଦେହ ତ୍ୟାଗ କଲା ପରେ ସାଥିରେ କିଛି ବି ନେଇପାରେ ନା। ତେବେ ଏ ଦୁନିଆରେ ଏମିତି ବି ମଣିଷ ଅଛନ୍ତି ନିଜର ପରିବାର ସହ ପରୋପକାର ପାଇଁ ଚିନ୍ତା କରିଥାନ୍ତି। ଆଜିକାଲିର ମଣିଷ ଅର୍ଥର ପାହାଡ଼ ଉପରେ ବସି ନିଜକୁ ମହାରାଜା ବୋଲି ଭାବୁଥିଲା ବେଳେ ଦୁନିଆ କେବଳ ତାର ଧନକୁ ଦେଖି ସମ୍ମାନ ଦିଏ, ହେଲେ ତାହା କ୍ଷଣିକ ମାତ୍ର। ଧନ ଚାଲିଗଲେ ତାକୁ ସମସ୍ତେ ପର କରି ଦେଇଥାନ୍ତି। କିନ୍ତୁ ମୟୂରଭଞ୍ଜର ବାରିପଦା ସହର ଆଦିବାସୀ ଅଞ୍ଚଳରେ ଜଣେ ସାଧାରଣ ଅଟୋ ଡ୍ରାଇଭର ବିନୋଦ ଲୋହାର ଧନକୁ ତୁଚ୍ଛ କରି ପରୋପକାର କରି ସମସ୍ତଙ୍କ ହୃଦୟରେ ଘର କରିସାରିଲେଣି। ସେ ନିଜସ୍ୱ ଅଟୋରେ ଯାହା ଆୟ କରିଥାନ୍ତି ସେଥିରୁ ନିଜ ପରିବାର ପ୍ରତିପୋଷଣ ପରେ ଯାହା କିଛି ବଳେ ଦୁଃଖୀରଙ୍କୀଙ୍କ ସେବାରେ ଲଗାଇ ଦେଇଥାନ୍ତି। ପ୍ରତ୍ୟେକ ଦିନ ସକାଳ 11 ଘଟିକାରୁ ଅପରାହ୍ନ 1 ଘଟିକା ପର୍ଯ୍ୟନ୍ତ ତାଙ୍କ ଅଟୋରେ ସାଧାରଣ ଗରିବ ଜନତାଙ୍କ ପାଇଁ ନିଃଶୁଳ୍କ ସେବା ପ୍ରଦାନ କରିଥାନ୍ତି। ବାରିପଦା ବସ୍ଷ୍ଟାଣ୍ଡରୁ ବାରିପଦା ମୁଖ୍ୟ ଡାକ୍ତରଖାନା ଯାଏଁ ଓ ଡାକ୍ତରଖାନାରୁ ବସ୍ଷ୍ଟାଣ୍ଡ ଯାଏଁ ସମସ୍ତଙ୍କୁ ବିନା ମୂଲ୍ୟରେ ନେଇଯାଆନ୍ତି। ଗରିବ ଲୋକଙ୍କ ପାଇଁ ଅଟୋକୁ ଅତି ସୁନ୍ଦର ଭାବରେ ସଜାଇଛନ୍ତି। ସମସ୍ତ ଯାତ୍ରୀଙ୍କୁ ଜଳଦାନ କରିବା ସହିତ ଧଳା ଗାମୁଛା ପ୍ରଦାନ କରି ଅଂଶୁଘାତ ପ୍ରତି ସଚେତନ କରୁଛନ୍ତି। ସେ ଜଣେ ନିୟମିତ ରକ୍ତଦାତା ମଧ୍ୟ। ଭୋକିଲା ଲୋକଙ୍କୁ ଖାଦ୍ୟ ଦେଇଥାନ୍ତି, ଏପରିକି ଦିବ୍ୟାଙ୍ଗମାନଙ୍କ ପାଇଁ 24 ଘଣ୍ଟା ଫ୍ରି ସେବା ଯୋଗାଇ ଦେଇଥାନ୍ତି। ଏହି ସେବା କାମରେ ତାଙ୍କ ସ୍ତ୍ରୀ ମଧ୍ୟ ସହଯୋଗ କରିଥାନ୍ତି। ଏମିତି ଜଣେ ଦେବପ୍ରିୟ ମଣିଷ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ବେଳେ ଆମେ ସବୁ ଅସହାୟର ସାଥୀ ଆହ୍ୱାନକୁ ପ୍ରମାଣିତ କରିବା ପାଇଁ ସମଗ୍ର ଓଡ଼ିଶାର ସ୍ୱେଚ୍ଛାସେବୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି। ପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ଜୀବନର ଚଲାପଥକୁ ସୁମିତ କରନ୍ତୁ, ଭବିଷ୍ୟତ ତାଙ୍କର ଉଜ୍ଜଳ ହେଉ, ଏତିକି ହିଁ କାମନା। ବାରିପଦାରୁ ବିହୁ ପ୍ରସାଦ ଶତପଥୀଙ୍କ ରିପୋର୍ଟ।